ମୁଁ କରିବି କେରାଣ୍ଡି ମାଛ ଭଜା। ଦେଖନ୍ତୁ ମୁଁ ଏଇଟା ଭଲ ଭାବରେ ସଫା କରିଦେଇଛି। ଏବେ ଏଥିରେ ମୁଁ ପକାଇବି ଟିକେ ଲୁଣ, ଟିକେ ଲଙ୍କା ଗୁଣ୍ଡ, ଟିକେ ହଳଦୀ ଗୁଣ୍ଡ, ଟିକେ ମସଲା ଗୁଣ୍ଡ, ଟିକେ ଚାଉଳ ଗୁଣ୍ଡ। ଏଥିରେ ମୁଁ ପକାଇବି ଟିକେ ଅଦା ରସୁଣ ପେଷ୍ଟ। ଏହାକୁ ଏବେ ଆମେ ଭଲ ଭାବରେ ଗୋଳେଇ ଦେବା। ଦେଖନ୍ତୁ ଏଇଟା ମୁଁ ଭଲ ଭାବରେ ଗୋଳେଇ ଦେଇଛି। ଏବେ ଏହାକୁ ଆମେ ଭାଜିଦେବା। ଦେଖନ୍ତୁ ମୁଁ ଏବେ ତାୱାକୁ ବସାଇ ଦେଇଛି। ଏବେ ଆମେ କିଛି ତେଲ ଏଥିରେ ପକାଇଦେବା। ଏବେ ତେଲ ତାତି ଆସିଲାଣି, ଚାଲନ୍ତୁ ଏଥିରେ ଏବେ ଆମେ ମାଛକୁ ଏବେ ପକାଇଦେବା। ଦେଖନ୍ତୁ ଏହାକୁ ମୁଁ କେତେ ଭଲ ଭାବରେ ସଜାଇ ଦେଇଛି। ଏହିପରି ଭାବରେ ଆପଣ ମାଛକୁ ତାୱା ଭଜା କରନ୍ତୁ, ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ ଏହା ଏବେ ମୁଁ ଓଲଟେଇ ଦେଇଛି ମାଛକୁ, ବହୁତ ଭଲ ଭାବରେ ଭାଜି ଆସିଲାଣି। ଏହି ମାଛ ଆମର ଆଖି ଆମ ହାର୍ଟ ପାଇଁ ବହୁତ ଉପକାରିତା। ଏହାକୁ ଆଣି ଘରେ ପ୍ରସ୍ତୁତ କରି ଖାଆନ୍ତୁ। ଧନ୍ୟବାଦ।